ଜଗନ୍ନାଥ ଜୟ ହିନ୍ଦ। ଆପଣ କିଛି ଦିନ ହେବ ସୋସିଆଲ ମିଡ଼ିଆ ଏବଂ ଗଣମାଧ୍ୟମ ମାଧ୍ୟମରେ ଶୁଣିବାକୁ ପାଉଥିବେ ଆରାବଳୀ ପର୍ବତମାଳା ବିଷୟରେ। ସୁପ୍ରିମକୋର୍ଟଙ୍କ ଜଜମେଣ୍ଟ ପରେ 100 ମିଟର ତଳକୁ ଥିବା ସମସ୍ତ ପର୍ବତମାଳା ଉପରେ ଖନନ କାର୍ଯ୍ୟ କରାଯାଇପାରିବ, ଯାହାଦ୍ୱାରା ଲକ୍ଷ ଲକ୍ଷ ଗଛଲତା ନଷ୍ଟ ହେବ, ଲକ୍ଷ ଲକ୍ଷ ମାନେ ହଜାର ହଜାର ଜୀବଜନ୍ତୁ ଉପରେ ପ୍ରଭାବ ପଡ଼ିବ, ଯାହାଦ୍ୱାରା ହିଂସ୍ର ଜୀବମାନେ ଆମର ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ବି ଆସିପାରିବେ। ଆପଣମାନେ ଭାବୁଥିବେ ହୁଏତ ସେଟା ଆରାବଳୀ ପର୍ବତମାଳା ଉପରେ ପଡ଼ିଛି, ନର୍ଥ ଇଣ୍ଡିଆ ଉପରେ ପ୍ରଭାବ ପଡ଼ିବ ନା। ଏହାପରେ ସେହି ଜଜମେଣ୍ଟକୁ ଲକ୍ଷ୍ୟ କରି ଆମ ଓଡ଼ିଶା ହେଉ ବିଭିନ୍ନ ରାଜ୍ୟରେ ଥିବା 100 ମିଟର ତଳକୁ ଥିବା ପାହାଡ଼ ଉପରେ ଖନନ କାର୍ଯ୍ୟ ଆହୁରି ତେଜିରେ ଆରମ୍ଭ ହୋଇଯିବ। ଆପଣମାନେ ସମସ୍ତେ ଜାଣିଛନ୍ତି ଗଛଲତା ଆମ ପାଇଁ କ'ଣ, ଡାଏଟ୍ ଆଉ ଇନଡାଏଟ୍ ଆମ ମାନେ ପରିବେଶକୁ ସୁସ୍ଥ ରଖିବାରେ ସେ ସାହାଯ୍ୟ କରେ, ଆମକୁ ଅମ୍ଳଜାନ ଦିଏ, ଅଙ୍ଗାରକାମ୍ଳ ନିଏ, ଆମ ଲାଇଫ୍ ସାଇକେଲଟାକୁ ଠିକ୍ ରଖେ। ଏତଦ୍ୱାରା ଯେ ପରିବେଶ ପ୍ରଦୂଷଣ ବଢ଼ୁଛି ତାହା ଆହୁରି ଶୀଘ୍ର ବଢ଼ିବାକୁ ଲାଗିବ, ପାଣିପାଗର ପରିବର୍ତ୍ତନ ବଢ଼ିବ, ଯାହାକି ଆମ ଜୀବନ ଉପରେ ଡାଏଟ୍ ଆଉ ଇନଡାଏଟ୍ ଉପରେ ପ୍ରଭାବ ପକାଇବ। ହୁଏତ ଆମ ଆଗାମୀ ପିଢ଼ିକୁ ବଞ୍ଚିବା ପାଇଁ ଆମଠୁ ଆହୁରି ଅଧିକା ସଂଘର୍ଷ କରିବାକୁ ପଡ଼ିବ। ଏସବୁର କାରଣ ଆମେମାନେ ଆକ୍ଚୁଆଲି ଯେତେବେଳେ ଭୋଟ୍ ଦେଉ ଆମର ଧର୍ମ ଜାତି ଏଇସବୁ ଦେଖିକି ଲକ୍ଷ୍ୟ କରିକି ଭୋଟ୍ ଦେଉଛୁ। ହଁ, ଧର୍ମ ଜାତିକୁ ଲକ୍ଷ୍ୟ କରି ଭୋଟ୍ ଦେବା ଦରକାର, ଆକ୍ଚୁଆଲି ଜାତିର ଧର୍ମର ଉନ୍ନତି ହେବା ଦରକାର, କିନ୍ତୁ ତାଠୁ ବଡ଼ ହେଉଛି ଆମ ପରିବେଶ ମୃତ୍ତିକା ଯାହା ପ୍ରଦୂଷଣ ଦିନକୁ ଦିନ ହେବାରେ ଲାଗିଛି, କିନ୍ତୁ କେହି ସଚେତନ ନାହାନ୍ତି। ଭୋଟ୍ ଦେବାର କାରଣ ମାନେ ମୂଳ କାରଣ କାହାର କେବେ ହେଇନଥାଏ। ଆମକୁ ଏବେ ଭାବିବାକୁ ପଡ଼ିବ, ଆମ ପରପିଢ଼ି ପାଇଁ ଆମକୁ ନିଷ୍ପତ୍ତି ଆମ ପରିବର୍ତ୍ତନ କରିବାକୁ ପଡ଼ିବ। ଆମକୁ ଏବେ ପରିବେଶକୁ ଲକ୍ଷ୍ୟ କରିକି ବି ଭୋଟ୍ ଦେବାକୁ ପଡ଼ିବ। ଆଖପାଖରେ ଡେଭଲପମେଣ୍ଟ ବି ଦରକାର, ତା ସହିତ ଆମର ଜଙ୍ଗଲ ମାଟି ମା ପବନ ସେମିତି ଭଲରେ ରହନ୍ତୁ, ସେଟାକୁ ବି ଦେଖିକି ଦେବାକୁ ପଡ଼ିବ। ତେଣୁ ମୁଁ ଏତିକି ଅନୁରୋଧ କରିବି, ନେକ୍ସଟ ଟାଇମ୍ ଆପଣମାନେ ଭାବିଚିନ୍ତି ଭୋଟ୍ ଦେବେ। ଜୟ ହିନ୍ଦ, ଜୟ ଜଗନ୍ନାଥ।